Today we discuss Korean facial treatment. ଏହି ଟ୍ରିଟମେଣ୍ଟରେ କ'ଣ ଥାଏ ରେଜଲ୍ଟ ଏବଂ କ'ଣ ଥାଏ ଏହାର ସାଇଡ୍ ଇଫେକ୍ଟ ଆଜି ସେ ବିଷୟରେ ଜାଣିବା। ଟ୍ରେଣ୍ଡରେ ଚାଲିଛି ଏବେ କୋରିଆନ ଟ୍ରିଟମେଣ୍ଟ। ଯେଉଁମାନେ ସ୍କିନ୍କୁ କେୟାର କରନ୍ତି ସେମାନେ ଭାବନ୍ତି ଯେ ଏହି ଟ୍ରିଟମେଣ୍ଟ କଲେ ସେମାନଙ୍କର ସ୍କିନ୍ କୋରିଆନ ସ୍କିନ୍ ଟାଇପ୍ର ଦେଖାଯିବ, କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ। କାରଣ ଆମମାନଙ୍କର ଏଟମସ୍ଫିୟର, ୱେଦର, ଫୁଡ, ଲାଇଫଷ୍ଟାଇଲ ସମ୍ପୂର୍ଣ୍ଣ ଅଲଗା ସେମାନଙ୍କ ଠାରୁ। ମୁଁ ଏତିକି କହିପାରିବି, ସବୁ ଫେସିଆଲ ଟ୍ରିଟମେଣ୍ଟ ଠାରୁ ଏହି ଟ୍ରିଟମେଣ୍ଟଟି ଟିକେ ଅଲଗା। କାହିଁକି ନା ଏହି ଟ୍ରିଟମେଣ୍ଟ କଲେ ସବୁ ଫେସିଆଲ ତୁଳନାରେ ଏଥିରେ ଅଧିକ ଗ୍ଲୋ ଆସିଥାଏ। ନେକ୍ସଟ ଆସିବା ସାଇଡ୍ ଇଫେକ୍ଟ। ଏହାର ସାଇଡ୍ ଇଫେକ୍ଟ କ'ଣ? ଦେଖନ୍ତୁ, ସମସ୍ତଙ୍କର ସ୍କିନ୍ ଟାଇପ୍ ଅଲଗା ଥାଏ। ଆମେ ସ୍କିନ୍ ଟାଇପ୍ ହିସାବରେ ସବୁ ପ୍ରକାର ଫେସିଆଲ ହଉ କିମ୍ବା ଟ୍ରିଟମେଣ୍ଟ ହଉ ସମସ୍ତେ ସେଟା ଏନାଲାଇଜ୍ କରି ସଜେଷ୍ଟ କରନ୍ତି। ତ ଆମ ପାଖକୁ ଯେଉଁମାନେ ଆସନ୍ତି ଆମେ ପ୍ରଥମେ ତାଙ୍କ ସ୍କିନ୍କୁ ଏନାଲାଇଜ୍ କରୁ, କିଛି ସ୍କିନ୍ ଟେଷ୍ଟ କରୁ ଏବଂ ତାହା ସ୍କିନ୍କୁ କେମିତି ସୁଟ୍ କରିବ ସେଟା ଆମେ ଜାଣିନାହୁଁ। ତା ପୂର୍ବରୁ ଆମେ ଯେଉଁମାନେ ଚାହାନ୍ତି ଏହି ଟ୍ରିଟମେଣ୍ଟ କରିବାକୁ ଆମେ ଛୋଟ ପେଚ୍ ଟେଷ୍ଟ କରିଥାଉ। ଯଦି ତାଙ୍କ ସ୍କିନ୍ରେ ସୁଟ୍ କଲା, କୌଣସି ଏଫେକ୍ଟ କିଛି ଦେଲାନି ସାଇଡ୍ ଇଫେକ୍ଟ, ତାହେଲେ ଆମେ ତାଙ୍କୁ ସଜେଷ୍ଟ କରିଥାଉ ଏହି ଫେସିଆଲ ବା ଟ୍ରିଟମେଣ୍ଟ କରିବାକୁ। କ୍ଲାଏଣ୍ଟଙ୍କର ଇଚ୍ଛା ଅନୁସାରେ ହିଁ ଆମେ ଏ ଟ୍ରିଟମେଣ୍ଟ କରିଥାଉ, କିନ୍ତୁ ଆମର ଭ୍ୟୁ ଅଫ୍ ମାଇଣ୍ଡ ଥାଏ କି ସ୍କିନ୍ ଟାଇପ୍ କ'ଣ, ସ୍କିନ୍ରେ ସୁଟ୍ ହେବ କି ନାହିଁ, କିଛି ଦିନ ପରେ ଏହାର କିଛି ସାଇଡ୍ ଇଫେକ୍ଟ ଆସିବ କି ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ଏନାଲାଇଜ୍ ଆମେ କରିଥାଉ।